ସାଙ୍ଗମାନେ ଏଠାରେ ଏକ ଲୋକଟି ଯାଦୁଇ ଶକ୍ତି ବଳରେ ନିଜର ହାତକୁ ରାସ୍ତା ସେପଟକୁ ବଢାଇ ଦଉଛି। ଆଉ ଦୁଇ ଜଣ ସ୍ୱାମୀ ସ୍ତ୍ରୀ ଖାଉଥିବା ପକୁଡି ପ୍ଲେଟକୁ ଛଡାଇ ଆଣୁଛି। ଆଉ ତାର ହାତ ଲମ୍ବିଥିବା ସମୟରେ ଏକ ଲୋକଟି ଦେଖି ଦଉଛି ଆଉ କହିବାକୁ ଲାଗୁଛି ଏଇ ଲୋକଟିର ହାତ ଏତେ ଲମ୍ବା କେମିତି ହେଲା। ତାପରେ ସେଇ ଦୁଇ ଜଣ ସ୍ୱାମୀ ସ୍ତ୍ରୀ ସେଇ ଦୋକାନୀ ବାଲା ସହିତ ଝଗଡା କରିବାକୁ ଲାଗୁଛନ୍ତି ଆଉ କହୁଛନ୍ତି ମୋର ପକୁଡି କୁଆଡେ ଗଲା। ତାପରେ ସେ ଲୋକଟି ସ୍ୱାମୀ ସ୍ତ୍ରୀକୁ କହିବାକୁ ଲାଗୁଛି ଏଇ ଦୋକାନୀ ବାଲାର କିଛି ଭୁଲ ନାହିଁ। ଆଉ ମୁଁ ନିଜେ ଦେଖିଛି ରୋଡ ସେପଟେ ଠିଆ ହେଇଥିବା ଲୋକଟି ତମ ପକୁଡିକୁ ଚୋରେଇ ନେଇଛି। ତାପରେ ସେ ଚୋରଟି ପକୁଡିକୁ ଚୋରି କରି ଖାଉଥିବା ସମୟରେ ସ୍ୱାମୀ ସ୍ତ୍ରୀ ଆସି ତାକୁ ମାରି ବସୁଛନ୍ତି। ଆଉ ତାର ସ୍ୱାମୀଟି କହିବାକୁ ଲାଗୁଛି ତୁ ଏତେ ଦୂରରୁ କେମିତି ଖାଇବା ଚୋରି କରୁ, ତୁ କଣ ଯାଦୁଗର? ଆଉ ସେ ଲୋକଟି କହୁଛି ଭାଇ ମୁଁ ନିଜ ଆଖିରେ ଦେଖିଛି ଏଇ ଲୋକଟି ହାତ ଲମ୍ବା କରି ତମ ଖାଦ୍ୟକୁ ଚୋରି କରି ନେଇ ଆସିଛି। ଏଇ ସମୟରେ ସେ ଚୋରଟି ନିଜର ବୁଦ୍ଧି ଖଟାଇ କହିବାକୁ ଲାଗୁଛି ଏଇ ଯାଦୁଇ ମୁଦି ଫଳରେ ମୋ ହାତଟି ଲମ୍ବା ହୋଇଯାଉଛି। ଆଉ ହାତଟି ଲମ୍ବା ହଉଥିବା ଦେଖି ସେ ଚୋର ଉପରେ ତାର ବିଶ୍ୱାସ ଆସୁଛି। ତାପରେ ସେ ଲୋକଟି 1,00,000 ଟଙ୍କା ନେଇ ମୁଦିଟିକୁ ଦବା ପାଇଁ କହୁଛି। ଆଉ ଚୋରଟି 1,00,000 ଟଙ୍କାରେ ସେ ମୁଦିକୁ ତାକୁ ବିକି ଦଉଛି। ତାପରେ ସେ ତିନି ଜଣ ମୁଦିକୁ ଟ୍ରାଏଲ କରିବା ପାଇଁ ଏକ ସୁନସାନ ଜାଗାକୁ ଆସୁଛନ୍ତି। ଆଗକୁ ସେ ତିନି ଜଣଙ୍କ ସହିତ କଣ ଘଟିଲା ଜାଣିବା ଆଗରୁ ଆପଣମାନେ ପ୍ରଭୁ ଜଗନ୍ନାଥଙ୍କ ଭକ୍ତ ହୋଇଥିଲେ ଭିଡିଓକୁ ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ଆଉ ଲୋକଟିର ହାତ ଲମ୍ବା ହେଉନାହିଁ।